Hi everyone and welcome to our channel. ଆଜିର ଲେକ୍ଚରରେ ଆମେ ଡିସ୍କସ୍ କରିବାକୁ ଯାଉଛେ ସୋସିଆଲ ସାଇନ୍ସ ବିଷୟରେ ସାମାଜିକ ବିଜ୍ଞାନର ଆମର ଲାଇଫରେ ଇମ୍ପୋର୍ଟାନ୍ସ କ'ଣ ରହୁଛି, ଆମେ ଏଇଟା କାହିଁ ପଢୁଛେ, ଜୀବନର ଆବଶ୍ୟକତା କ'ଣ ରହିବ ଆଗକୁ ଗଲେ ଏବଂ ଏଇ ସବଜେକ୍ଟକୁ ଆମେ କିପରି ପଢିବା। ଯେମିତି ଆମେ ବିଜ୍ଞାନ ସମ୍ବନ୍ଧରେ ଡିସ୍କସ୍ କରିଥିଲେ ସେମିତି ଆଜି ସାମାଜିକ ବିଜ୍ଞାନ ସମ୍ବନ୍ଧରେ ଡିସ୍କସ୍ କରିବାକୁ ଯାଉଛେ। ତ ଡେରି ନକରି ଷ୍ଟାର୍ଟ କରିବା। ଆମେ ଏମିତି ଏକ ପ୍ରଜାତି ଯିଏକି ନିଜର କାହାଣୀ କହୁଛେ। ପ୍ରାୟ 2 ଲକ୍ଷ ବର୍ଷ ପୂର୍ବେ ହୋମୋସାପିନ୍ସ ଆଫ୍ରିକାରେ ଆବିର୍ଭାବ ହୋଇଥିଲା। ହୋମୋସାପିନ୍ସ ମାନେ ଆମର ମଣିଷର ପ୍ରଜାତିଟା କହୁଛେ, ସାଇଣ୍ଟିଫିକ ନେମ୍ ଆମର, ବୈଜ୍ଞାନିକ ନାମ। ଆମ ପୂର୍ବରୁ ଆହୁରି ବହୁତ ଥିଲେ, ଯେମିତି ହୋମୋ ଇରେକ୍ଟସ୍, ହୋମୋ ହାବିଲିସ୍, ହୋମୋ ନିଆଣ୍ଡରଥାଲେନ୍ସିସ୍, ଏହିପରି ବହୁତ ଗୁଡେ ପ୍ରଜାତି ଥିଲେ। କିନ୍ତୁ ବର୍ତ୍ତମାନ ସମୟରେ କେବଳ ହୋମୋସାପିନ୍ସ ଆମେ ବଞ୍ଚିକି ରହିଛେ। ଏବଂ 10,000 ବର୍ଷ ପୂର୍ବେ ଆମେ କୃଷିର ଉଦ୍ଭାବନ କରିଥିଲେ, ଯୋଉଟାକୁ ଆମେ ଆଗ୍ରିକଲଚର ରିଭଲ୍ୟୁସନ କହୁଛେ। ତାପରେ ପରେ ଆମେ ସଭ୍ୟତା ନିର୍ମାଣ ଆରମ୍ଭ କରିଛେ, ଗ୍ରାମ ବନେଇଲେ, ଗ୍ରାମ ପରେ ଧୀରେ ଧୀରେ ସହର, ଏବଂ ଯଦି ହିଷ୍ଟ୍ରିରେ ପଢିବ ଜନପଦ ମହାଜନପଦ କେମିତି ଆମର ଭାରତରେ ହେଇଥିଲା। ପ୍ରାୟ 500 ବର୍ଷ ପୂର୍ବେ ଆମର ବୈଜ୍ଞାନିକ ବିପ୍ଳବ ଷ୍ଟାର୍ଟ ହେଇଥିଲା ଏବଂ 250 ବର୍ଷ ପୂର୍ବେ ଶିଳ୍ପ ବିପ୍ଳବ ଆମର ଆରମ୍ଭ ହୋଇଥିଲା। 75 ବର୍ଷ ପୂର୍ବେ ଆମେ ପ୍ରଥମ ଥର ପାଇଁ ମହାକାଶରୁ ଆମ ଗ୍ରହକୁ ଦେଖିଥିଲୁ, ଯୋଉଟା କି ବହୁତ ବଡ ଉପଲବ୍ଧି ଥିଲା ମାନବ ସମାଜ ପାଇଁ। ବର୍ତ୍ତମାନ ଆମର ଯଦି ଦେଖିବା, ଆମେ ଏମିତି ଏକ ସଭ୍ୟତାର ଅଂଶ ଯାହା ବିଶ୍ୱବ୍ୟାପୀ ଅଟେ। ଅର୍ଥନୀତି, ପ୍ରଯୁକ୍ତି ବିଦ୍ୟା, ରାଜନୀତି ଏବଂ ସବୁ ପ୍ରକାର ସେକ୍ଟରର ସହଭାଗିତା ରହୁଛି। ତ ସାମାଜିକ ବିଜ୍ଞାନ କ'ଣ ନା, ଆମେ ଏଠାରେ କିପରି ପହଞ୍ଚିଲୁ ଏବଂ ପରବର୍ତ୍ତୀ ସମୟରେ ଆମେ କିପରି ଆଗକୁ ବଢିପାରିବା ତାର କାହାଣୀ। ଓକେ, ପ୍ରାକୃତିକ ବିଜ୍ଞାନରେ ଆମେ ପଢୁଥିଲେ ଯେମିତି କହିଲେ ଜୀବ ବିଜ୍ଞାନ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଏବଂ ତାର ସ୍କୋପ କ'ଣ କ'ଣ ଥିଲା, ତା ଦେହରେ ଆମେ ପରିସର ଭିତରେ କ'ଣ କ'ଣ ଆମେ ଅଧ୍ୟୟନ କରୁଛେ ସେଟା ଆମେ ପଢିଥିଲେ। ସେମିତି ଆମେ ସାମାଜିକ ବିଜ୍ଞାନ ଆମର ରହୁଛି ଇତିହାସ, ଭୂଗୋଳ, ରାଜନୀତି ବିଜ୍ଞାନ ଏବଂ ଅର୍ଥନୀତି। ବର୍ତ୍ତମାନ ତୁମର ନବମ ଦଶମ ଯଦି ଦେଖିବା, ସେଇ ଷ୍ଟାଣ୍ଡାର୍ଡରେ ଏଇ ସବୁ ଚାରିଟା ହିଁ ସବଜେକ୍ଟ ଆମର ପଢିବାର ଅଛି। ଇତିହାସ କହେ ଆମର ସମୟ ପାର କରି ମାନବ ସମାଜର କାହାଣୀ କୁହେ। ଭୂଗୋଳ ଆମେ ଯୋଉ ପୃଥିବୀରେ ରହୁଛେ ସେ ପୃଥ୍ୱୀ ପୃଷ୍ଠ, ସମୁଦ୍ର, ବାୟୁମଣ୍ଡଳ ଏସବୁ ବିଷୟରେ ଆଲୋଚନା କରେ। ରାଜନୀତି ବିଜ୍ଞାନ କ'ଣ କହେ, ଆମେ କିପରି ଶକ୍ତି ସଂଗଠିତ କରୁ ଏବଂ ନିଜକୁ ଶାସନ କରୁ, ତା ବିଷୟରେ ଆମେ ରାଜନୀତି ବିଜ୍ଞାନ ଡିସ୍କସନ କରେ। ଅର୍ଥନୀତି ଆମେ କିପରି ସମ୍ବଳ ଉତ୍ପାଦନ, ବଣ୍ଟନ ଏବଂ ବ୍ୟବହାର କରୁ ଏସବୁ ବିଷୟରେ ଡିସ୍କସ କରୁଛେ। ତ ସାମାଜିକ ବିଜ୍ଞାନ ଆମେ ପଢିବା କିପରି, ଆମେ ନିଜକୁ ବୁଝିବା ପାଇଁ ହିଁ ସାମାଜିକ ବିଜ୍ଞାନ ପଢୁଛେ। ତ ଆମେ ଏକମାତ୍ର ପ୍ରଜାତି ଯିଏକି ନିଜକୁ ଅଧ୍ୟୟନ କରୁଛେ। ପିମ୍ପୁଡି କେବେ ପଚାରେନି କି ମୁଁ ଏଠି କ'ଣ ପାଇଁ ଅଛି, বা ଭାଲୁ କିମ୍ବା ବାଘ ଆମେ ଯୋଉ ଦେଖୁଛେ ସେମାନେ କେବେ ପଚାରୁନାହାନ୍ତି ଆମେ ଏଠି, ଆମର ଅସ୍ତିତ୍ୱ କ'ଣ, ଆମେ ଏଠି କ'ଣ ପାଇଁ ଅଛେ, ଜୀବନର ଉଦ୍ଦେଶ୍ୟ କ'ଣ, ମୋ ଦାର୍ଶନିକ କ୍ୱେଶ୍ଚିନ୍ ଗୁଡା ରହୁଛି ସେଗୁଡା କେବେ ପଚାରନ୍ତିନି। କିନ୍ତୁ ମାନବ ସମାଜରେ ଆମେ ମନୁଷ୍ୟ ହିସାବରେ ଆମର ଚେତନା ଶକ୍ତି ଅଛି, ତେଣୁକରି ଆମେ ଏଇ କ୍ୱେଶ୍ଚିନ୍ ପଚାରିଥାଉ। ତ ଆମେ ଯୋଉ କ୍ୱେଶ୍ଚିନ୍ ପଚାରୁଛେ, ଯେମିତି ଆମେ କେଉଁଠୁ ଆସିଛେ, ସମାଜ ଗୁଡିକ କିପରି କାର୍ଯ୍ୟ କରୁଛି, ଆମେ ନିଜକୁ ଏପରି କାହିଁକି ସଂଗଠିତ କରୁ, ଆମେ କିପରି ଭଲ ନିଷ୍ପତ୍ତି ନେଇପାରିବା, ଏଇ ସବୁ ବିଷୟରେ ଆମେ ଡିସ୍କସନ କରୁ। ତେଣୁ ଆମର ମାନବତାର ଦର୍ପଣ ହେଉଛି ସାମାଜିକ ବିଜ୍ଞାନ। ଅତୀତ ବର୍ତ୍ତମାନକୁ ବ୍ୟାଖ୍ୟା କରେ, ଏଇଟା ସମସ୍ତେ ଜାଣିଛ। କାହିଁକି ନା ପ୍ରଥମ ବିଶ୍ୱଯୁଦ୍ଧ ହେଇଥିଲା 1914 ରୁ 1918 ପର୍ଯ୍ୟନ୍ତ ମଧ୍ୟରେ। ତ ସେଇ ସମୟରେ ମାନବ ସମାଜ ଯୋଉ କ୍ଷୟକ୍ଷତି ଦେଖିଥିଲା, ଯୋଉ ଦୁର୍ଦିନ ଦେଖିବାକୁ ପଡିଥିଲା, ଯଦି ସେଇ ଇତିହାସଟା ଆମେ ନ ପଢିବା ତାହେଲେ ଆମେ ଜାଣିପାରିବାନି କି ଯୁଦ୍ଧର ଭୟାବହ ପରିସ୍ଥିତି କିପରି ଭାବରେ ପୃଥ୍ୱୀ ପାଇଁ ମଧ୍ୟ କ୍ଷତିକାରକ ଅଟେ, ଯଦି ଆମେ ଇତିହାସ ନ ପଢିବା। ଭାଷାଗତ ବିବିଧତା ଆମେ ଦେଖୁଛେ ଭାରତରେ, ୟାର ଇତିହାସ କ'ଣ। ସେମିତି ଭାରତ କାହିଁକି ବିଶ୍ୱର ସର୍ବବୃହତ ଗଣତନ୍ତ୍ର, ଏଇଟା ଯଦି ଦେଖିବା ରାଜନୀତି ବିଜ୍ଞାନରେ ଏଇଠି କ୍ୱେଶ୍ଚିନ୍ ଆସୁଛି। ଏବଂ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ କାହିଁକି କିଛି ନିର୍ଦ୍ଦିଷ୍ଟ ଶିଳ୍ପରେ ବିଶେଷଜ୍ଞ, ଯେମିତିକି ଆମେ ଓଡ଼ିଶାରେ ଦେଖୁଛେ ଆମେ କ୍ରୋମାଇଟ୍ ବହୁତ ଅଧିକ ପରିମାଣରେ ଉତ୍ପାଦନ କରୁଛେ, ତାର ଭୌଗୋଳିକ କାରଣ କ'ଣ ଥାଇପାରେ। ତ ଏଇସବୁ ଜିନିଷ ଆମେ ସାମାଜିକ ବିଜ୍ଞାନରୁ ଜାଣିପାରୁଛେ, ଭୂଗୋଳ, ଅର୍ଥନୀତି ଏବଂ ଅନ୍ୟ ସବୁ ସବଜେକ୍ଟର। So just a second.
सॉरी टिके डिले हो जाइतला माने किछ टेक्निकल इश्यू थिला ओके वर्तमान वर्तमान भविष्य को आकार देता है आमे वर्तमान जेमि क्लाइमेट चेंज आमे क्लाइमेट क्राइसिस निजे आउचे पाणीपाग परिवर्तन आमे निजे करछे तो भविष्य रे जदी विश्व तापरे परिवर्तन हेबो एवं बहुत लोक मरिवे विभिन्न प्रकार रोग हो बा तापमात्रा जेने आमे जानचे वेट बल्ब टेम्परेचर अछि तो से कंडीशन जदी आसिला बहुत लोक मरि परंती ता पई दायी आमे निजे वर्तमान ही भविष्य को आकार दोछ जेमती देखिले एठी जलवायु संकट अछि असमानता ये सब प्रॉब्लम्स आसी पारे जहाँ कि किसी ना किसी भाव में आम देखा वर्तमान सहित तार संपर्क रही देन प्रजुक्ति विद्या एवं समाज मध्य संपर्क कौन रोचे राजनीति विज्ञान केमती अफेक्ट करुच्ची समाज को ये सब जिन अध्ययन कर सामाजिक विज्ञान में आ गोटे बहुत इम्पोर्टेंट कथा में जो देखा सामाजिक विज्ञान एस्पेक्ट भीतर एटा समालोचना मूलक चिंताधारा विकास विकसित करे जोटा आम कंस्ट्रक्टिव क्रिटिसिज्म हुए इंग्राजी माने कौन जमती कि सरकार कौन से गोटे पॉलिसी आनुछन से आमको लगुच कि किछि भूल अच्छी ये जो पॉलिसी आसवा द्वारा कौन से एक पर्टिकुलर सेगमेंट आम समाज से क्षतिग्रस्त हे जमती आरावली सपोज आरावली पर्वत मामला कौन है कि गवर्नमेंट गोटे पॉलिसी आनला कि एतिक हाइट रु ऊपर को संरक्षण करा जिवो एवं ता तळ को आमे माइनिंग करि परिबा किंतु ता द्वारा कोन होतला ना आख पाखर थिबा जो परिवेश अछि सेटा बहुत क्षतिग्रस्त होबार संभावना थिला जो पेंगा लोक माने स्ट्राइक करिया स्टार्ट कले तापरे सुप्रीम कोर्ट सेटा देखले कि हां यार इंपैक्ट कोन रहबो एवं से सेठी स्टे ऑर्डर दिले कि कामटा आगु को न जाओ तो सेमती एई जगह कौन है ना समालोचना मूलक भाव में आमर जो बुद्धिजीवी माने थिले समाज से माने क्रिटिसाइज करबा स्टार्ट कले गवर्नमेंट को जहाँ सुप्रीम कोर्ट को सो मोटे कॉग्नाइजेंस नेबा को पड़ एक्शन नेबा को पड़िला तो सेमती भाव जदि आम सामाजिक विज्ञान पढ़ुचे आमर ज्ञान परिसर बढ़ुचे एवं आमे आम भितर से स्किल आनी पारुचे कौन सी भी गोटे डिसीजन हो गवर्नमेंट रो बा कि आमको किसी कही जाउची देन आमे सेटा को एनालाइज कर परिया भलसे एवं जदि भूल अच्छी ताको हम भूल कहि परिबा एवं ठीक अच्छे किछ असुविधा नहीं ओके गणित जेमती तार निर्दिष्ट उत्तर अच्छी एवं विज्ञान जार परीक्षामूलक प्रमाण अच्छी सामाजिक विज्ञान तो से नुह एथरे कौन होची ना आमको बहुत सोर्सेस को सूचना मिले आमको ताको वैलिडेट करिया पड़े हाँ एटा ठीक अच्छी भूल अच्छी से अनुसार आमको निष्पत्ति नेबा पड़े बहुविध दृष्टिकोण रही था तभी जानिबा सामाजिक विज्ञान किपरि भाव में समय अनुसार विकास करें भारत में ही देखुचे प्राचीन भारत जो देखा ख्रीष्टपूर्व 1500 पर कौटिल्यंकर अर्थशास्त्र थिला 300 ख्रीष्टपूर्व पाखापाखि मौर्य समाज रे से समय मौर्य साम्राज्य चलता से समय ही कौटिल्यंकर अर्थशास्त्र आसिला अर्थशास्त्र बहुत भल पुस्तक अटे जोटा राज्य शासन अर्थनीति एवं प्रशासन विस्तृत भाव में विश्लेषण कर कौटिल्य किपरि भाव में कर नियर सप्तांग थ्योरी गोटे थिला सेटा देइथिले राज्य राज्य सुरक्षा आमर कौन राजार कर्तव्य रोचे राज्य किपरि भाव डिसीजंस नब ए सब विषय से पुस्तक आलोचना करथिले तापर आमर आसी वैदिक साहित्य देखा वैदिक साहित्य में कौन है कि सामाजिक संगठन कर्तव्य एवं शासन व्यवस्था परीक्षा करा जायछि न्याय व्यवस्था सामाजिक चुक्तिनामा ये सब विषय आलोचना करा जायछि बौद्ध एवं जैन ग्रंथ गुड़िक जोड़ा रही से बहुत सारा नीतिशास्त्र विश्लेषण करा जायछि एवं पदानुक्रम एवं कर्तृत्व को प्रश्न करा जायछि देन जो देखिबा प्राचीन ग्रीस ग्रीस तो आम कहि सब दर्शन मैं कौन कह स्टार्ट ही दर्शन से जगह कह बोले तो हेरोडोटस को कहा जाए इतिहास पिता से बहुत जगह भ्रमण करते एवं विभिन्न लोकंकर प्रथा को रेकर्ड करते घटना गुड़िकर कारण गुड़िक बुझा चेष्टा करागला केवल से गुड़िक लिखि नथिले तो कारण भी खोजा चेष्टा करते से समय
ପ୍ଲାଟୋ କ'ଣ କରିଥିଲେ? ପ୍ଲାଟୋଙ୍କର ଗୋଟେ ବୁକ୍ ଅଛି ରିପବ୍ଲିକ୍, ପଢିପାରିବ, ବହୁତ ବଢିଆ ପୁସ୍ତକଟେ। ନ୍ୟାୟ କ'ଣ, ସମାଜକୁ କିପରି ସଂଗଠିତ କରାଯିବା ଉଚିତ, ଏସବୁ ବିଷୟରେ ସେ ଡିସ୍କସ୍ କରିଛନ୍ତି। ଆରିଷ୍ଟୋଟଲ ସେ ବିଭିନ୍ନ ପ୍ରକାର ସରକାରର ବିଶ୍ଳେଷଣ କରିଛନ୍ତି। ଏହିପରି ଭାବରେ ଆମର ବିକାଶ ରହିଛି। ଚୀନରେ କନଫ୍ୟୁସିୟସ୍ ସାମାଜିକ ସମନ୍ୱୟ, ଉପଯୁକ୍ତ ଶାସନ, ନୈତିକ ନେତୃତ୍ୱର ଦର୍ଶନ ସେ ଦେଇଛନ୍ତି। ହାନୱେ ଆଇନବାଦୀ ଦର୍ଶନ, ମାନେ ନୈତିକ ପ୍ରେରଣା ବଦଳରେ ଆଇନ ଭିତ୍ତିକ ଶାସନ ୟାର ପ୍ରଚଳନ କରିବା ପାଇଁ ସେ ସମର୍ଥନ କରିଥିଲେ। ଇସଲାମିକ ସୁବର୍ଣ୍ଣ ଯୁଗରେ ଭୂଗୋଳ, ଅର୍ଥନୀତି, ସାମାଜିକ ସଂହତି ଏସବୁ ବିଷୟରେ ପରୀକ୍ଷଣ କରାଯାଇଥିଲା ଏବଂ ଇତିହାସର ଚକ୍ରୀୟ ତତ୍ତ୍ୱ ବିକଶିତ କରିଥିଲେ। ବ୍ୟବହାରିକ ପର୍ଯ୍ୟବେକ୍ଷଣ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ୟୁରୋପୀୟ ପୁନଃଜାଗରଣ, ଏହି ସମୟରେ ହିଁ ପଦ୍ଧତିଗତ ଆଇନ ମାନେ ପଦ୍ଧତିଗତ ଅଧ୍ୟୟନ ଆରମ୍ଭ କରାଯାଏ ସାମାଜିକ ବିଜ୍ଞାନର। ଜନ୍ ଲକ୍, ଯିଏକି ମାନବର ପ୍ରାକୃତିକ ଅଧିକାର ଯେମିତିକି ଜୀବନ, ସ୍ୱାଧୀନତା, ସମ୍ପତ୍ତି, ଜୀବନର ଅଧିକାର ଯେମିତି ଦେଖ ଆର୍ଟିକଲ 21 ଦେଖିବ ଭାରତୀୟ ସମ୍ବିଧାନରେ ଧାରା 21 ଅଛି। ସ୍ୱାଧୀନତାର ଅଧିକାର ଆମେ ପାଉଛେ, ରାଇଟ୍ ଟୁ ଫ୍ରିଡମ ଆର୍ଟିକଲ 19 ରେ ପାଉଛେ। ସମ୍ପତ୍ତି, ତାପରେ ଶାସିତ ଲୋକଙ୍କର ସମ୍ମତିରେ ସରକାରର ଅସ୍ତିତ୍ୱ, ଏଇସବୁ ପ୍ରକାର ଥିଓରି ସେ ଦେଇଥିଲେ। ଆଡାମ ସ୍ମିଥ, ଯାହାକୁ ଇକୋନୋମିକ୍ସର ଫାଦର କୁହାଯାଏ, ଆଧୁନିକ ଅର୍ଥନୀତିର ପ୍ରତିଷ୍ଠାତା, ସେ ରାଷ୍ଟ୍ର ଏବଂ ରାଷ୍ଟ୍ରମାନଙ୍କ ପାଇଁକା ଧନର ଆବଶ୍ୟକତା କ'ଣ, କିପରି ଭାବରେ ଏହାର ଇମ୍ପାକ୍ଟ ରହୁଛି ଗୋଟେ ରାଷ୍ଟ୍ର ଶାସନରେ, ଶ୍ରମ, ବଜାର ଏବଂ ଅର୍ଥନୈତିକ ଅଭିବୃଦ୍ଧି, ଏସବୁ ଉପରେ ବିଶ୍ଳେଷଣ କରାଯାଇଥିଲା। ମଣ୍ଟେସ୍କ୍ୟୁ ଦେଇଥିଲେ କ୍ଷମତା ପୃଥକୀକରଣ, ଯେମିତି ଆମେ ଦେଖୁଛେ କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଏବଂ ନ୍ୟାୟପାଳିକା ରହୁଛି, ତିନିଟା କ୍ଷମତା ଆମର ରହୁଛି ଗୋଟେ ଶାସନ, ଗୋଟେ ରାଷ୍ଟ୍ର। ତ ସେଇ ଥିଓରି ଦେଇଥିଲେ ମଣ୍ଟେସ୍କ୍ୟୁ। ଊନବିଂଶ ଶତାବ୍ଦୀ ଅଗଷ୍ଟେ କୋଣ୍ଟେ, କାର୍ଲ ମାର୍କ୍ସ ଉପରେ ତମେ ପଢିପାରିବ ମାର୍କ୍ସିଜମ। ତମେ ଯେତେବେଳେ ରୁଷ ବିପ୍ଳବ ପଢିବ ସେଇ ସମୟରେ ଜାଣିବ କି କାର୍ଲ ମାର୍କ୍ସର ଅବଦାନ କ'ଣ ଥିଲା, ସେ କିପରି ମାର୍କ୍ସିଜମର ଆରମ୍ଭ କରିଥିଲେ। ଏମିଲ ଦୁର୍ଖାଇମ, ଯାହାକୁ ଆମେ କହିଥାଏ ମାନେ ସୋସିଓଲୋଜି, ସେଇ ସବଜେକ୍ଟରେ ତାଙ୍କର ବହୁତ ରହିଛି ଅବଦାନ। ଦେନ୍ ମ୍ୟାକ୍ସ ୱେବର, ବ୍ୟୁରୋକ୍ରାସି, ଆମେ ଯୋଉ କହୁଛେ, ସମସ୍ତେ କହୁଛେ ଆମେ ଆଇଏଏସ୍ ହବା, ଆଇପିଏସ୍ ହବା, ତ ସେଟା କୁହାଯାଏ ଆମର କ'ଣ ଆଡମିନିଷ୍ଟ୍ରେଟିଭ ପାଠ ରହୁଛି। ଅମଲାତନ୍ତ୍ରର ଉପରେ ବିଶେଷ ବିଶ୍ଳେଷଣ କରିଥିଲେ ମ୍ୟାକ୍ସ ୱେବର। ଦେନ୍ ଭାରତରେ ରାଜା ରାମମୋହନ ରାୟ, ବି.ଆର୍. ଆମ୍ବେଦକର। ରାଜା ରାମମୋହନ ରାୟଙ୍କର ବହୁତ ଅବଦାନ ରହିଛି। ଭାରତୀୟ ସମାଜ, ଧର୍ମ ଏବଂ ଆବଶ୍ୟକ ପରିବର୍ତ୍ତନର ବିଶ୍ଳେଷଣ କରିଥିବା ଏକ ସମାଜ ସଂସ୍କାରକ ଅଟନ୍ତି ରାଜା ରାମମୋହନ ରାୟ। ଦାଦା ଭାଇ ନୌରୋଜୀ ହେଲେ ବି.ଆର୍. ଆମ୍ବେଦକର, ଯାହାଙ୍କୁ ଆମେ କହୁଛେ ଆମର ସମ୍ବିଧାନର ପ୍ରଣୟନରେ ଗୋଟେ ବହୁତ ବଡ଼ ଭୂମିକା ଗ୍ରହଣ କରିଥିଲେ। ଅମର୍ତ୍ୟ ସେନ, ସେ ଅର୍ଥନୀତିରେ ନୋବେଲ ପାଇଛନ୍ତି, ତାଙ୍କରି ମଧ୍ୟ ବହୁତ ଥିଓରିସ୍ ଅଛି, ପଢିବ। ବିଂଶ ଶତାବ୍ଦୀରେ ଆମେ ନୃବିଜ୍ଞାନ, ଯେମିତି ଆନ୍ଥ୍ରୋପୋଲୋଜି ରହିଲା, ଅର୍ଥନୀତି, ମନସ୍ତତ୍ତ୍ୱ ବିଜ୍ଞାନ, ଭୂଗୋଳ, ଏସବୁରେ ଆମେ ବହୁତ ଡେଭଲପମେଣ୍ଟ କରିଛେ। ବର୍ତ୍ତମାନ ଜାଣିବା ସାମାଜିକ ବିଜ୍ଞାନ ଆମେ ଅଧ୍ୟୟନ କେମିତି କରିବା। ସାମାଜିକ ବିଜ୍ଞାନ ନା ମନେ ରଖିବା ନୁହେଁ, ଆମେ କ'ଣ କରୁଛେ, ଭୁଲ ଆମେ କ'ଣ କରେ, ଆମକୁ ଇତିହାସ ବହି ଦିଆଗଲା, ଇତିହାସ ବହିରେ ଆମେ ଟ୍ରାଏ କରିକି ଯେତିକି ଡେଟ୍ସ ଅଛି, ଯାହା ଯାହା ତାରିଖ ହେଲା, କୋଉ ତାରିଖରେ କ'ଣ ହେଇଥିଲା, କୋଉ ଜାଗାରେ କ'ଣ ହେଇଥିଲା, ତାକୁ ମନେ ରଖିବାକୁ ଚେଷ୍ଟା କରେ। ବଟ୍ ଇତିହାସରେ ଆକ୍ଚୁଆଲି ଆମକୁ ଜାଣିବାର ଥାଏ ଘଟଣାକ୍ରମ କ'ଣ ଥିଲା। ସପୋଜ ଦେଖୁଛେ ଫରାସୀ ବିପ୍ଳବ ବା ରୁଷ ବିପ୍ଳବ କ'ଣ ପାଇଁ ହେଲା, ସେଇ ସମୟରେ ସମାଜରେ କ'ଣ ଅସୁବିଧା ରହିଥିଲା ଯୋଉଥିପାଇଁ ଲୋକମାନଙ୍କୁ ଆନ୍ଦୋଳନ କରିବାକୁ ପଡିଲା, ବିପ୍ଳବ କରିବାକୁ ପଡିଲା ଏବଂ ରକ୍ତପାତ ହେଲା। ରାଜା ମାନଙ୍କର ଶାସନରେ କ'ଣ କମି ଥିଲା, বা ଯଦି ଦେଖୁଛେ ଆମେରିକା ବିପ୍ଳବ ହେଲା, ଆମେରିକା ବିପ୍ଳବରେ କ'ଣ ପ୍ରୋବ୍ଲେମ ଥିଲା କି ଏତେ ମାନେ ଏତେ ବଡ଼ ଯୁଦ୍ଧ ହେଇପାରିଲା। বা ସପୋଜ ଦେଖୁଛେ ପ୍ରଥମ ବିଶ୍ୱଯୁଦ୍ଧ ଯେମିତି ହେଲା, ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଲା, କ'ଣ କ'ଣ ତାର କାରଣ ଥାଇପାରେ। ତାପରେ ଭୌଗୋଳିକ କାରଣ ଥାଏ, ରାଜନୈତିକ କାରଣ ଥାଏ, ସାମାଜିକ କାରଣ ଥାଏ, ଏବଂ ଏଇ ସବୁକୁ ଆମେ ବିଶ୍ଳେଷଣ କରିବା ଏବଂ ସେଇପରି ଭାବରେ ଆମକୁ ସାମାଜିକ ବିଜ୍ଞାନ ଅଧ୍ୟୟନ କରିବାର ଥାଏ। ଯେମିତିକି ବୁଝାମଣା, ବିଶ୍ଳେଷଣ, ସଂଶ୍ଳେଷଣ, ମୂଲ୍ୟାଙ୍କନ ଏବଂ ପ୍ରୟୋଗ, ଏଇ ପାଞ୍ଚଟା ଆମର ମେନ୍ କ'ଣ ରାସ୍ତା ଅଛି ପଢିବା ପାଇଁ ସାମାଜିକ ବିଜ୍ଞାନକୁ। ଏଇ ୱେପନ୍ସ ଆମେ ୟୁଜ କରୁଛେ।
5টা জরুরি প্রশ্ন পଚାର যে କଣ ଘଟିଛି, ମାନେ କିଏ କଣ କେବେ କେଉଁଠି କିପରି ଭାବରେ ଆମର କୌଣସି ଗୋଟେ ଘଟଣା ଅଛି ତାର ହବାର ରିଜନ କଣ, ଏହା କାହିଁକି ଘଟିଲା, ଏହା କିପରି ଘଟିଲା ବା କାର୍ଯ୍ୟ କଲା, ଦେନ୍ ପରିଣାମ କଣ ଥିଲା ଏବଂ ଆମ ପାଇଁ ଏହାର ଅର୍ଥ କଣ। ଏହିପରି ଭାବରେ ଆମେ ଯଦି ପର୍ଯ୍ୟାୟକ୍ରମରେ କୌଣସି ବି ଘଟଣା ହେଲା ବା କୌଣସି ବି ଯୁଦ୍ଧ ହେଲା ଯାହା ବି ଆମେ କହିପାରିବା ତାର ଆମେ ଯଦି ବିଶ୍ଳେଷଣ କରୁଛେ ତେବେ ଆମକୁ ସାମାଜିକ ବିଜ୍ଞାନ ପଢିବାରେ ସହଜ ଅନୁଭବ ହେବ। ଏଠି ଲେଖା ହେଇଛି ସିଷ୍ଟମାଟିକ ଷ୍ଟଡି କରିବା ପାଇଁ କାରଣ ଖୋଜିବା, ଦେନ୍ ମତାମତରେ କିଛି ଡିଫେକ୍ଟସ ରହିଛି ସେ ତାକୁ ଆମେ ଦେଖିବାର ଅଛି, ଦେନ୍ ପରିଣାମ କଣ ଅଛି, ଏସବୁ ବିଷୟରେ ଲେଖା ହେଇଛି। ପ୍ରାଥମିକ ଉତ୍ସ ବ୍ୟବହାର କରନ୍ତୁ, ମାନେ ତୁମକୁ ଯୋଉ ବହି ଦିଆଯାଇଛି ଖାଲି ବହି ଡାଇରେକ୍ଟଲି ପଢିବାର ନାହିଁ, ବହି ସହିତ ବି ଆମକୁ ଆହୁରି ସୋର୍ସେସ ମିଳେ। ଯେମିତିକି ଭାବିନିଅ ଭାରତ ସ୍ୱାଧୀନତା, ଭାରତର ସ୍ୱାଧୀନତାର ଦିନଟାକୁ ବି ଭାବିଦିଅ, ସେଇ ଦିନର ଯଦି ତମେ ଇତିହାସକୁ ଖୋଜିବାକୁ ଯିବ ଆମକୁ ମିଳିଯିବ ଟାଇମ୍ସ ଅଫ ଇଣ୍ଡିଆର ଆର୍ଟିକଲ୍ସ ମିଳିଯିବ, ଇତିହାସ ସେମାନେ ଷ୍ଟୋର କରି ରଖିଥାନ୍ତି, ତମେ ପଢିପାରିବ କି ସେ ଦିନ କେମିତି ଥିଲା, ମାନଚିତ୍ର ସେ ସମୟରେ କେମିତି ଥିଲା ତାକୁ ପଢିପାରିବ, ଫଟୋଗ୍ରାଫ୍ସ ମିଳେ ଗୁଗଲରେ ତମେ ସର୍ଚ୍ଚ କରିପାରିବ ଏବଂ କିଛି ତଥ୍ୟ ଷ୍ଟାଟିଷ୍ଟିକାଲ ଡାଟା ପରିସଂଖ୍ୟାନ ତଥ୍ୟ जनसंख्या वाणिज्य अर्थनैतिक सूचना ये सब तुम्हें पाइपर गूगल रे अवेलेबल अच्छी नहले एआई रो यूज कर परिबो बहुत भल से तुम एटा पाइ परिबो। ऐतिहासिक सहानुभूति विकसित कर माने कोन आमे ना जज कर दिए बहुत सहज ए अतीतर लोक एमान को एतिक जणा नथिला से समय रो सामाजिक अवस्था कोन थिला एवं से माने से समय केमिति चलुथिले सेटा को नै हमको उपहास करिवार नै हमको जानिवार अछि कि से मानकर विकल्प कौन थिला प्रतिबंधक कौन थिला के मूल्यबोध से समय चलथिला जेंति सती प्रथा हम जानि बहुत खराब प्रथा जोटा कि इंग्रेज माने बैन करथिले बहुत भलो जिंस करथिले तो वर्तमान समय हम देखले जानि कि सती प्रथा बहुत खराब छै बट सेई टाइम लोक सेटा को करूथिले तो सेई समय रे सेटा चलथिला प्रथा प्राण प्रचलन होउथिला तो सेई समय लोकंकर ज्ञान परिश्रम सेते नथिला बहुत धर्म रे माने ए जो लोक धर्म रे अधिक विश्वास करथिले तेणुकर से सब इश्यूज थिला समाज में किंतु वर्तमान आमे से जिंस को केबे आनी परिबा नै केना हम जानछे एटा भूल थिला से समय को चाहिए मानचित्र को अध्ययन कर भौतिक मानचित्र देख जलवायु मानचित्र देख राजनीतिक मानचित्र देख सोर्सेस पाए ना मोर एक्चुअली तुम जब देखियो यूट्यूब रे भी मोर वेबसाइट रो लिंक देछि तब वेबसाइट रो लिंक रे तुम जब क्लिक करियो स्टडी मटेरियल सेक्शन में सॉरी सिमुलेशन सेक्शन में तुम क्लिक कले तुम ज्योग्राफी रे बहुत गुडे मु वेबसाइट्स ऐड करछि जो गुडा को तुमरो मैपिंग पई हैला बा मान्य तुमरो कोनसी डाटा रिक्वायरमेंट रहला बा पृथ्वी को देखिबार अछि सैटेलाइट रो किछि इमेजेस देखिबार अछि से सब वेबसाइट रे अछि तुम से जाय परियो थर्ड पार्टी लिंक माने डिफरेंट वेबसाइट अच्छे मुझे सेगुड़ा कलेक्ट करके ताकि वेबसाइट रे पके दीची तुमको इजी हो पाए ओके विषय वस्तु मध्य संयोग करबा इंटरडिसिप्लिनरी स्टडी हमको इतिहास रो कनेक्शन खोजिया पड़ियो भूगोल कनेक्शन खोजिया पड़ियो अर्थनीति सहित एवं राजनीति विज्ञान सहित सब विषय को हमको मिसे मिसे पढ़िबार अछि। सांप्रतिक घटनावली सहित जड़ित हो रेगुलारली ना निज को अपडेट कर करंट अफेयर्स सहित निज को अपडेटेड रख कौन चलची हमर समाज कौन चलची कौन सी पॉलिसी आछी तुम निजे विश्लेषण करिवार तुमर क्षमता डेवलप होबा दरकार सेटा सेतले डेवलप हे परियो जेतले तुम ए सामाजिक विज्ञान को भलसे पढ़ियो पढ़िबार मतलब न कि हम खाली एग्जाम में मार्क आने पे पड़छे ना तुमर निजर चेतना शक्ति अधिक जागृत होबो तुमे विकसित निजर करिवो निज बुद्धि रो विकास करिवो यहाँ पर तुम कौन सी घटना को एनालाइज कर परियो इजीली ओके न्यूज़ पेपर पढ़ो बा टीवी रे डिबेट्स देख परियो बहुत ज्ञानी लोक माने डिबेट रे आछन से मानक डिबेट तुम देख परियो पॉडकास्ट यूट्यूब रे होछ देख परियो वितर्क एवं आलोचना कर निज संग मानक मध्य ना कौन गोटे छोट टॉपिक धरिक आम आलोचना कर परिबा व्याख्या कर परिबा
ମତାମତର ଯୁକ୍ତି ଆମେ କରିପାରିବା, ଦେନ୍ ବିକଳ୍ପ ଗୁଡ଼ିକ ବିଷୟରେ ଆମେ ଚିନ୍ତା କରିପାରିବା। ଏଇ ସବୁ ଜିନିଷ ଆମେ କଲେ କ'ଣ ନା ଆମକୁ ଅଧିକ କ୍ଲାରିଟି ମିଳିବ କୌଣସି ଗୋଟେ ପର୍ଟିକୁଲାର ସବଜେକ୍ଟ। ବାକି ହଁ, ଯୁକ୍ତି କଲାବେଳେ ନା ପ୍ରମାଣ ସହିତ ଯୁକ୍ତି କରିବ, ଏମିତି ନାହିଁ କି ଅଯଥା ଯୁକ୍ତି କରିବ। ସେମିତି କାମ କଲେ କେହି ବି ପସନ୍ଦ କରିବେନି ଆମ ସହିତ ଆଲୋଚନା କରିବା ପାଇଁ। ସୁସ୍ଥ ସନ୍ଦେହବାଦ ବିକଶିତ କରନ୍ତୁ, ମାନେ ଡାଉଟ୍ କର, ପ୍ରଶ୍ନ କର। ପ୍ରଶ୍ନ କରିବାଟା ସବୁଠୁ ଫାଷ୍ଟ ଷ୍ଟେପ୍ ଟୁୱାର୍ଡସ୍ knowing any particular subject, be it science, mathematics or social studies। ସବୁ ସବଜେକ୍ଟ ପାଇଁକା ଫାର୍ଷ୍ଟ ଷ୍ଟେପ୍ ହେଉଛି ଆମେ ପ୍ରଶ୍ନ କରିବା ଷ୍ଟାର୍ଟ କରିବା। କୌଣସି ଗୋଟେ ବହି ଦେଖୁଛେ, କିଏ ଲେଖିଛନ୍ତି, ଆର୍ଟିକଲ ଦେଖୁଛେ, କିଏ ଲେଖିଛନ୍ତି, ତାଙ୍କର ଦୃଷ୍ଟିକୋଣ କ'ଣ ଥିଲା, ପକ୍ଷପାତିତା ତାଙ୍କର ଥାଇପାରେ, କେଉଁ ପ୍ରମାଣ ଏଇଟାକୁ ସମର୍ଥନ କରୁଛି, ବିକଳ୍ପ ବ୍ୟାଖ୍ୟା କ'ଣ, ଆଉ ମତେ ପ୍ରମାଣ ଦେଖ। ସବୁ ଜିନିଷର ପ୍ରମାଣ ମାଗିଲେ ହିଁ, ବିକଜ ବିଜ୍ଞାନ ସବୁବେଳେ କହେ କି ଆମେ ପ୍ରମାଣ ଭିତ୍ତିକ ଷ୍ଟଡି କରୁଛୁ, ଏବଂ ସାମାଜିକ ବିଜ୍ଞାନ ମଧ୍ୟ ସେଇ ବିଜ୍ଞାନର ହିଁ ପରିସର ଭିତରେ ଯାଉଛି। ବିକଜ ବିଜ୍ଞାନ ହେଉଛି କ'ଣ ନା ଅବଜେକ୍ଟିଭ ଷ୍ଟଡି, ଏହାର ରୁଲ ଗୁଡାକ ସବୁଆଡେ ଆପ୍ଲାଏ ହୁଏ। ଅବଶ୍ୟ ସାମାଜିକ ବିଜ୍ଞାନର ବହୁତ ଜିନିଷ ରହିଛି ଯୋଉଟା କି ଆମେ ଗ୍ଲୋବାଲି ଦେଖିପାରିବାନି, ଯୋଉଟା ଇଣ୍ଡିଆରେ ଆପ୍ଲିକେବଲ ଥିବ ସେଇଟା ଯେ ୟୁଏସ୍ ରେ ଆପ୍ଲିକେବଲ ସେମିତି କହିପାରିବାନି। ଷ୍ଟିଲ୍ ଆମେ ଯୋଉ ମେଥଡରେ ପଢୁଛେ ସାମାଜିକ ବିଜ୍ଞାନକୁ, ସେଇଟା ହିଁ ସେ ବିଜ୍ଞାନର ମାନେ ବୈଜ୍ଞାନିକ ମେଥଡ ଯୋଉ ରହୁଛି ସେଇଟାକୁ ହିଁ ଫଲୋ କରୁଛି, ସେଥିପାଇଁ ଆମେ ସାମାଜିକ ବିଜ୍ଞାନ ଏଟା କହୁଛୁ। ଆଉ ନାଗରିକ ଭାବରେ ଆପଣଙ୍କର ଭବିଷ୍ୟତ ପାଇଁ ସାମାଜିକ ବିଜ୍ଞାନ ବହୁତ ଗୁରୁତ୍ୱପୂର୍ଣ୍ଣ। କାହିଁକି? ରାଜନୈତିକ ଅନୁଷ୍ଠାନ ଏବଂ ପ୍ରକ୍ରିୟା ଗୁଡ଼ିକୁ ବୁଝିବା, ଆମେ ଗୋଟେ ଯଦି ସଚେତନଶୀଳ ନାଗରିକ ହେବା, ଦେନ୍ ଆମେ ଆମର ରାଜନୀତିଟାକୁ ସୁଦୃଢ଼ କରିପାରିବା, ଆମ ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିପାରିବା, ଆମ ଦେଶର ରାଜନୈତିକ କଣ୍ଡିସନ କ'ଣ ଅଛି ତାକୁ କେମିତି ଆମେ ଭଲ କରିପାରିବା ତା ପାଇଁ ଆମେ କାମ କରିପାରିବା। ଗଣତାନ୍ତ୍ରିକ ଜୀବନରେ ଚିନ୍ତାଶୀଳ ଭାବରେ ଆମେ ଅଂଶଗ୍ରହଣ କରିପାରିବା। ତେଣୁକରି ସାମାଜିକ ବିଜ୍ଞାନ ହେଉଛି ନାଗରିକତାର ଶିକ୍ଷା। ମଣିଷ ଭାବରେ ସାମାଜିକ ବିଜ୍ଞାନ ଆପଣଙ୍କ ଜୀବନକୁ ସମୃଦ୍ଧ କରିଥାଏ। ବହୁତ ବୁଲିବା ପାଇଁ ବହୁତ ଜାଗା ଅଛି, ଭ୍ରମଣ କର। ଭ୍ରମଣ କଲେ ତୁମେ ଜିଓଗ୍ରାଫି ବିଷୟରେ ଜାଣିବ, ଜିଓଗ୍ରାଫିର ବହୁତ ଆପ୍ଲିକେସନ୍ସ ଅଛି ଯୋଉଗୁଡ଼ା ତୁମେ ଦେଖିପାରିବ। ଆଟମୋସ୍ଫିୟର, ସେ ଜାଗାରେ ଆମେ ସବୁ ପଢୁଛେ ମୌସୁମୀ ଜଳବାୟୁ ବିଷୟରେ। ମୌସୁମୀ ଜଳବାୟୁ ତୁମେ ଯଦି କେରଳକୁ ଗଲ, କେରଳରେ ମୌସୁମୀ ଦେଖିବ କେମିତି ମୌସୁମୀ ଆସୁଛି, ତାର ପ୍ରକୃତି କେତେ ସୁନ୍ଦର ରୂପ ଧାରଣ କରୁଛି। ଏକରେ ତ ଆମର ନିଜର ଫାଇଦା ହବ, ଆମର ନିଜକୁ ଭଲ ଲାଗିବ କୌଣସି ଯଦି ପ୍ରାକୃତିକ ପରିବେଶରେ ଆମେ ସୌନ୍ଦର୍ଯ୍ୟ ଉପଭୋଗ କରୁଛେ। ତା ସହିତ ଆମେ ନିଜର ଏଇ ଯୋଉ ରାଜନୀତି ବିଜ୍ଞାନ ହେଲା ବା ରାଜନୀତି ବିଜ୍ଞାନ ମାନେ କେମିତି ସେଇ ଜାଗାରେ କ'ଣ କଣ୍ଡିସନ ଅଛି ଶାସନ ବ୍ୟବସ୍ଥାର, ଭୌଗୋଳିକ କଣ୍ଡିସନ ଆମେ ଯେମିତି ଦେଖିଲେ ମୌସୁମୀ କେମିତି ଆଫେକ୍ଟ କରୁଛି କେରଳକୁ, ସେଠି ବର୍ଷା କୋଉ ରେଟ୍ ରହୁଛି, ବାଦଲ କେମିତି ଫର୍ମେସନ ହଉଛି, କୋଉ ପ୍ରକାର ବାଦଲ ଆମେ ଦେଖୁଛେ, ଦେନ୍ ସେ ସବୁ ଜିନିଷ ଆମେ ଅଧ୍ୟୟନ କରୁଛେ। ଏବଂ ଜୀବନ ଅର୍ଥ ଲାଭ କରେ, ତୁମେ ବିଶାଳ ମାନବ କାହାଣୀରେ ତୁମର ସ୍ଥାନ ବୁଝିପାର, ଆଉ ନିଜର ଦୃଷ୍ଟିକୋଣ ଆମେ ସୁଦୃଢ଼ କରିପାରିବା, ସଂସ୍କୃତି ମୂଲ୍ୟବୋଧ ତାକୁ ଆମେ ବୁଝିପାରିବା, ସାମ୍ପ୍ରତିକ ଘଟଣା ଗୁଡ଼ିକୁ ଇଜିଲି ଆନାଲାଇଜ କରିପାରିବା। ଏବଂ ଲାଷ୍ଟ ଏଇ କିଛି ଗୋଟେ ଆମର ଥିଲେ ଫିଲୋସୋଫର ମାନଙ୍କର ତାଙ୍କର ଷ୍ଟେଟମେଣ୍ଟସ ମୁଁ ଲେଖିଦେଇଛି। ଜର୍ଜ ସାଣ୍ଟାୟାନା କହିଥିଲେ, those who cannot remember the past are condemned to repeat it. Geography is destiny. ନେପୋଲିୟନ ବୋନାପାର୍ଟ ଏଟା କହିଥିଲେ, partly true but not entirely. Human choices matter. Democracy is the worst form of government except for all the others. এটা actually Winston Churchill କହିଛନ୍ତି, but democracy is the worst form of government ପ୍ଲାଟୋ ବି କହିଥିଲେ। ଦେଖିବ ପ୍ଲାଟୋ ବି ନିଜେ କହିଥିଲେ। ଡେମୋକ୍ରାସିର ପ୍ରୋବ୍ଲେମ କ'ଣ ନା, ଯଦି ଗୋଟେ ଲୋକ ବହୁତ ଜୋରରେ ଚିଲେଇକିରି କହିପାରୁଛି ଏବଂ ଆମେ ତାକୁ ନେତା ଚୁଜ କରୁଛେ, ସେ ଗୋଟେ ଭଲ ନେତା ହେଇ ନପାରେ। ଗୋଟେ ଲୋକ ଡଙ୍ଗା ଚଳାଇ ଶିଖି ନାହିଁ, ବଟ୍ ବହୁତ ଜୋରେ ସମସ୍ତଙ୍କୁ କନଭିନ୍ସ କରିପାରୁଛି କି ହଁ ଭାଇ ମୁଁ ଡଙ୍ଗା ଚଳେଇ ପାରିବି, ଏବଂ ଆମେ ତାକୁ ଯଦି ଡଙ୍ଗା ଚଳାଇବାକୁ ଦେଇ ଦଉଛେ ଦେନ୍ ଭାଇ ବୁଡ଼ିକି ମରିବା। ତ ସେମ୍ ଜିନିଷ ହଉଛି ଡେମୋକ୍ରାସିରେ। ଆଉ ଏଇ ଜିନିଷଟା ତୁମେ ସମସ୍ତେ ଅନୁଭବ ବି କରିପାରୁଥିବ ଦୈନନ୍ଦିନ ଲାଇଫରେ। Economics is the study of mankind in the ordinary business of life. Alfred Marshall. ଆଉ ମାର୍ଟିନ ଲୁଥର କିଙ୍ଗ ଜୁନିୟର ଅଛି, we are not makers of history, we are made by history, but we also make it for those who follow. Okay, so ଏଇଟା ଥିଲା
मे बी वीडियो भल लगी तुमको लगुच जदि भल लगी देन लाइक करियो शेयर करियो एवं सब्सक्राइब करियो या पर आम स्टार्ट करवा सामाजिक विज्ञान चैप्टर्स जहाँ जहाँ अच्छी तुम इतिहास भूगोल गोटे गोटे एमती लेक्चर्स अपलोड कर चलती साइंस भी अपलोड करी जदि मैथमेटिक्स रिक्वायरमेंट रहिबा पर्टिकुलर चैप्टर आपण माने मते मेसेज कर परिबा बा मेल करि परिबे किंबा हमर जो टेलीग्राम ग्रुप अछि से जॉइन करिके आपण मते जणाई परिबे जदि रिक्वायरमेंट रहला देन हम वीडियो आनिबा एति कहि रखछे थैंक यू।